ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ଗ୍ରାମ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମ ନିକଟରେ ବହିଯାଇଥିବା ରଙ୍ଗମାଟିଆ ନାଳ ଉପରେ ନିର୍ମାଣ ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଓ ପୋଲ କାର୍ଯ୍ୟ। ଏହି ପୋଲ ଗ୍ରାମ୍ୟ ନିର୍ମାଣ ବିଭାଜନ 2 କାମାକ୍ଷାନଗର ପକ୍ଷରୁ 6,37,48,000 ଟଙ୍କାରେ ନିର୍ମାଣ ହେଉଛି। ଏଥିପାଇଁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ମହେଶ ସାହୁ 2024 ଏପ୍ରିଲ 2 ତାରିଖରେ ଶିଳାନ୍ୟାସ କରିଥିଲେ। ସେତୁ ଓ ରାସ୍ତାର ଲମ୍ବ 92.66 ମିଟର ହୋଇଥିବା ବେଳେ 7.50 ମିଟର ରହିଛି ପ୍ରସ୍ଥ। କାର୍ଯ୍ୟ ଆରମ୍ଭ 29/2/2024 ମସିହାରୁ ଆରମ୍ଭ ହୋଇ 28/9/2025ରେ ସମାପ୍ତ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଅଧିକାଂଶ କାର୍ଯ୍ୟ ଶେଷ ହୋଇଥିବା ବେଳେ କାର୍ଯ୍ୟର ତଦାରଖ ପାଇଁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହୁନାହାନ୍ତି। ଠିକାଦାର ମନମୁଖୀ କାର୍ଯ୍ୟ କରୁଛନ୍ତି। ଗୁରୁବାର ଲଗାଣ ବର୍ଷା ହେଉଥିବା ବେଳେ ପିଚୁ ରାସ୍ତା ନିର୍ମାଣ ହେଉଥିଲା। ଗ୍ରାମବାସୀ ରାସ୍ତା କାର୍ଯ୍ୟକୁ ବିରୋଧ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରିଥିଲେ। ସେହି ପିଚୁ କାମରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଶିଶୁ ଶ୍ରମିକଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଦୀର୍ଘ 3 ଘଣ୍ଟା ପରେ ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେତେବେଳକୁ ଠିକାଦାର ଚଞ୍ଚକତାପୂର୍ବକ ଶିଶୁ ଶ୍ରମିକମାନଙ୍କୁ ନେଇ କାର୍ଯ୍ୟସ୍ଥାନରୁ ପଳାଇ ଯାଇଥିଲେ। ଶିଶୁ ଶ୍ରମିକମାନେ ଭୁବନ ବ୍ଲକର ଓଡ଼ିଶ ପଞ୍ଚାୟତ ବେଲପାଳ ଗ୍ରାମର ବୋଲି କହିଥିଲେ। ସେମାନେ ଓଡ଼ିଶ ସେବାଶ୍ରମର 8ମ ଓ 10ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ବୋଲି ସ୍ୱୀକାର କରିଥିଲେ। ଦମଶଳ ହାଇସ୍କୁଲରେ ରହିକି ପାଠ ପଢୁଛନ୍ତି। ଆଜି ଯୋଉ ଆସିଲେ ଏଠି କାମ କରିବାକୁ ବାଜିରାଉତ ଗାଁ ନୀଳକଣ୍ଠପୁର କିଏ ଡାକିଥିଲେ? ସୁଶାନ୍ତ ବାବୁ। ତମ ମା ଆସିଛନ୍ତି? ଭାଇ? କୋଉ ଶ୍ରେଣୀରେ ପାଠ ପଢୁଛ? ଅଷ୍ଟମ। ନିଜର ବାପା ମା କେହି ନଥିବାରୁ କାମ କରି ଚଳୁଛନ୍ତି ବୋଲି କହିଥିଲେ ଜଣେ ଶିଶୁ ଶ୍ରମିକ। ଏହି ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତାରଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ ଜାରି ରହିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ। ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶିବଜ୍ୟୋତି ସାହୁଙ୍କୁ ଫୋନ୍ ଯୋଗେ ପଚାରିବାରୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ବର୍ଷାରେ ପିଚୁ କାମ ଚାଲୁଥିବା ସହିତ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସମ୍ପର୍କରେ ପଚାରିବାରୁ ସେମିତି କିଛି ତ୍ରୁଟି ହୋଇନାହିଁ ବୋଲି କହି ଏଡ଼ାଇ ଦେଇଥିଲେ। କାର୍ଯ୍ୟ ଚାଲୁଥିବା ସମୟରେ କୌଣସି ବିଭାଗୀୟ କର୍ମଚାରୀ ରହୁନଥିବାରୁ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବହୁତ ବଡ଼ ଦୁଃଖର କଥା। ଇଏ ଛୋଟ ଛୋଟ ପିଲାମାନେ, ସ୍କୁଲ ପିଲାମାନେ ଆସିକରି ଏଠି କାମ କରୁଛନ୍ତି। ଶହୀଦ ବୀର ବାଜିରାଉତ ଗାଁ, ଯେଉଁଠି ଆମର 12 ବର୍ଷର ଶହୀଦ ବୀର ବାଜିରାଉତ ସେ ଦେଶ ପାଇଁ ଜୀବନ ଦେଇଥିଲେ ବା ଏ ମାଟି ପାଇଁ ଜୀବନ ଦେଇଛି। ଆଜି ଛୋଟ ପିଲା ସ୍କୁଲକୁ ଯିବା ଯେଉଁ ସ୍ତରରେ ସେ ସ୍କୁଲକୁ ଯିବା ସମୟରେ ସେ ଆଜି ମାନେ ଦିନ ମଜୁରିଆ ଭାବେ ଖଟୁଛି, କାମ କରୁଛି। ଏଇଟା ହେଉଛି ବାଜିରାଉତ ଗାଁ ପାଇଁ ଯେଉଁ ଦୁଃଖ ପରିତାପର ବିଷୟ ଏବଂ ଆମ ଗାଁର ବି ବହୁତ ଏଇଟା ବହୁତ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି। ଭୁବନରୁ ବିପିନ ବିହାରୀ ସେଠୀଙ୍କ ରିପୋର୍ଟ, ଧରିତ୍ରୀ ଲାଇଭ୍।